ঠিক মাসক তଳର କଥା ବଡ଼ ମେଡିକାଲରେ ସଂଜ୍ଞାହୀନ ଅବସ୍ଥାରେ ଭର୍ତ୍ତି ହୋଇଥିଲେ ପିପିଲି ଅର୍ଜୁନ ଗଦାର ପୀଡ଼ିତା। ସେହିଦିନଠାରୁ ବାହାରେ ଆଇନ କାନୁନକୁ ନେଇ ଉଠୁଛି ପଡ଼ୁଛି। ଝଡ଼ ଉଠିଛି ରାଜ୍ୟ ରାଜନୀତିରେ, ଦୋହଲି ଯାଇଛି ପ୍ରଶାସନିକ ବ୍ୟବସ୍ଥା। ତାହାରି ଭିତରେ ନୀରବ ନିଶ୍ଚଳ ପୀଡ଼ିତା କାଳ କାଟୁଛନ୍ତି କଟକ ଏସ୍ସିବିର ସେଣ୍ଟ୍ରାଲ ଆଇସିୟୁରେ। ଚାହୁଁ ଚାହୁଁ ମାସେ ବିତିଗଲା, ନା ସେ ସୁସ୍ଥ ହୋଇପାରିଲେ ନା ପାଇପାରିଲେ ନ୍ୟାୟ। ତଥାପି ଜାରି ରହିଛି ସଂଗ୍ରାମ, ମୃତ୍ୟୁ ସହ ସଂଗ୍ରାମ। କଟକ ବଡ଼ ମେଡିକାଲର ଏକ ରୁମ୍ରେ ସେ ନିଶ୍ଚଳ ନିର୍ବାକ ହୋଇ ପଡ଼ି ରହିଛନ୍ତି। ତାଙ୍କର ଏକ ସ୍ୱତନ୍ତ୍ର ପରିଚୟ ଅଛି, ଦୁନିଆ ଅଛି, କିନ୍ତୁ ତାଙ୍କ ଠିକଣା ସାଜିଛି କଟକ ଏସ୍ସିବି, ପରିଚୟ ପିପିଲି ପୀଡ଼ିତା। ଦିନ ସରୁଛି, ରାତି ଆସୁଛି, ଓଲଟି ଯାଉଛି କ୍ୟାଲେଣ୍ଡରର ପୃଷ୍ଠା, ହେଲେ ବଦଳି ପାରୁନି ପୀଡ଼ିତାଙ୍କ ଅବସ୍ଥା। ସତେ ଯେମିତି ମୂଲ୍ୟହୀନ ହୋଇଯାଇଛି ଜୀବନ। ହୁଏତ ଆଖି ଦୁଇଟି ଖୋଲା ଅଛି, ଚଳପ୍ରଚଳ ହେଉଛି ନିଶ୍ୱାସ ପ୍ରଶ୍ୱାସ, କିନ୍ତୁ ଜଡ଼ ପାଲଟି ଯାଇଛି ପୁରା ଶରୀର। ତାଙ୍କୁ ନେଇ ଦୋହଲୁଛି ପଲ୍ଲୀଠୁ ଦିଲ୍ଲୀ, ଝଡ଼ ଉଠୁଛି ରାଜ୍ୟ ରାଜନୀତିରେ, ଦୋହଲି ଯାଇଛି ପ୍ରଶାସନିକ ବ୍ୟବସ୍ଥା। ଗଣମାଧ୍ୟମରେ ହେଉଛି ତର୍କ ବିତର୍କ। କେନ୍ଦ୍ରରୁ ରାଜ୍ୟ ପର୍ଯ୍ୟନ୍ତ ଅନେକ ଲୋକ ଆସୁଛନ୍ତି ତାଙ୍କୁ ଦେଖିବା ପାଇଁ। ସମସ୍ତେ ତାଙ୍କୁ ନ୍ୟାୟ ଦେବା ପାଇଁ ତତ୍ପର, ହେଲେ ସେଣ୍ଟ୍ରାଲ ଆଇସିୟୁ ଭିତରେ ନୀରବ ନିଶ୍ଚଳ ପିପିଲି ଅର୍ଜୁନ ଗଦାର ପୀଡ଼ିତା। ନିରୀହ ଯୁବତୀଟିର ଜୀବନକୁ ନେଇ ଚିକିତ୍ସା ବିଜ୍ଞାନ ବି ନୀରବ। କେବଳ ଯାହା ହୃଦୟର ପ୍ରତିଟି ସ୍ପନ୍ଦନକୁ ପଢ଼ିପାରୁଛି, କିନ୍ତୁ ପଢ଼ିପାରୁନି ପିପିଲି ପୀଡ଼ିତାଙ୍କ ମନର ଭାଷା। ଆଇସିୟୁର କମ୍ପ୍ୟୁଟରରେ ଯଦି ତାଙ୍କ ମନ କଥା ଭାସି ଆସନ୍ତା, ତେବେ ଲେଖା ହୁଅନ୍ତା, ନ୍ୟାୟ ନୁହେଁ ବରଂ ମୋତେ ମୁକ୍ତି ଦରକାର, ମୁକ୍ତି। ଡାକ୍ତର କହୁଛନ୍ତି ପୀଡ଼ିତା ନୀରବ, କିନ୍ତୁ ପ୍ରକୃତରେ ସେ ନୀରବ ନୁହନ୍ତି। ସେ କଥା ହେଉଥିବେ ପରମାତ୍ମାଙ୍କ ସହିତ, କରୁଥିବେ ପ୍ରଶ୍ନ ତାଙ୍କରି ଅବସ୍ଥା ଆଜି କାହିଁକି ହେଇଛି। ଏହା ସହିତ ପ୍ରାର୍ଥନା ମଧ୍ୟ କରୁଥିବେ ଯେ ତାଙ୍କ ଭଳି ଦୁର୍ଦ୍ଦଶା ଅନ୍ୟ କୌଣସି ଝିଅ ନ ଭୋଗୁ। କଟକରୁ କ୍ୟାମେରା ପର୍ସନ ଦୀପକଙ୍କ ସହ ନଭେଶ ମହାନ୍ତି, ଓଟିଭି।